जय जगन्नाथ। ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହଉ। ମୁଁ ଭାବିଥିଲି ଏଇଟା ଗୋଟେ ଗୀତ ଷ୍ଟ୍ରାଞ୍ଜା ଗୋଟେ, କିନ୍ତୁ ଏଇଟାକୁ ସତ କରି ଦେଖିଛନ୍ତି ଆମର ଗଗନ ଭାଇ। ଆପଣମାନେ ଦେଖିପାରୁଥିବେ କୁନି ଛୁଆମାନଙ୍କଠୁ ଆରମ୍ଭ କରି ବୁଢ଼ୀ ମାଉସୀ ମାଆ ମାନେ କେତେ ଖୁସିରେ ଦେଖନ୍ତୁ, ସମସ୍ତଙ୍କ ମୁହଁରେ ଗୋଟେ ଖୁସି ଅଛି। ନୂଆ ଡ୍ରେସ୍, ହୁଏତ ଆପଣଙ୍କର ଇଏ ପୁରୁଣା ଡ୍ରେସ୍, କିନ୍ତୁ କାହା ପାଇଁ ନୂଆ ହେଇଥାଇପାରେ। ତ ମୁଁ ଯାହା ବିଷୟରେ ଆଜି କହିବାକୁ ଯାଉଛି ସେ ହେଉଛନ୍ତି ଗଗନ ଭାଇ। ଆପଣମାନେ ଦେଖିପାରୁଥିବେ ଭାଇ ଅଲରେଡ଼ି ରିଟାୟାର୍ଡ଼ ହେଇଯାଇଛନ୍ତି, ଗଭର୍ଣ୍ଣମେଣ୍ଟରେ କାମ କରୁଥିଲେ। ପ୍ରାୟତଃ ଗଭର୍ଣ୍ଣମେଣ୍ଟରେ ଜବ୍ ସରିଲା ପରେ ବା ରିଟାୟାର୍ଡ଼ ହେଇସାରିଲା ପରେ ସମସ୍ତେ ଖାଇ ପିଇ ମସ୍ତି କରନ୍ତି ଆଉ ବୃଦ୍ଧା ବୟସରେ ମରିଯାଆନ୍ତି। କିନ୍ତୁ ଭାଇଙ୍କର ଷ୍ଟୋରି ପୁରା ଅଲଗା। ବୃଦ୍ଧା ବୟସରେ ଏତେ ଏନର୍ଜି ଭାଇଙ୍କ ପାଖେ ଅଛି। ମୁଁ ତାଙ୍କ ଘରକୁ ପର୍ସନାଲି ଯାଇଛି, ଭାଇଙ୍କ ଥିଲେ ବି କଥା ହେଇଛି। ଆପଣ ଦେଖୁଥିବେ କେଉଁ ଜାଗାରେ ବେଡ଼ସିଟ୍, କମ୍ବଳ, ତକିଆ ଆଉ ସ୍ପୋର୍ଟସ୍ ଜିନିଷ ସବୁ ପିଲାଙ୍କୁ ସେ ଡିଷ୍ଟ୍ରିବ୍ୟୁଟ୍ କରନ୍ତି। ତ ଗଗନ ଭାଇ ଯେତେବେଳେ ମୋ କଣ୍ଟାକ୍ଟରେ ଆସିଲେ, ଆମ ଭୁବନେଶ୍ୱର ବହୁତ ସାରା ଜାଗାରେ ଆମେ ଏମିତି ଚାରିଟି କରୁ, କିନ୍ତୁ ବହୁତ ସାରା ଜାଗାରେ ଆମେ ରିପିଟ୍ କରିଦେଉ, ଥରେ ଦୁଇଥର ତିନିଥର। ତ ଯାହାଫଳରେ ଆମେ ଯେଉଁ ଜିନିଷ ଦେଉ ପ୍ରପର୍ଲି ୟୁଟିଲାଇଜ୍ ହୁଏନି। କିନ୍ତୁ ଭାଇ କେବିକେ ଏରିଆ, ବାଲେଶ୍ୱର, କେବିକେ, କଳାହାଣ୍ଡି, ମାଲକାନଗିରି, କୋରାପୁଟ, ରାୟଗଡ଼ା ଏମିତି ଜାଗାକୁ ଯାଇ ସେ ଚାରିଟି କରନ୍ତି। ତ ଭାଇଙ୍କର ସାଥ ଦିଅନ୍ତି ମାଉସୀ। ସିଏ ତାଙ୍କର ଯେତେ ବି ସବୁ ଡ୍ରେସ୍ ବଗେରା ଅଛି ସବୁ ସଫା କରିକି ଆଇରନ୍ ଦେଇକି ରଖନ୍ତି ଚାରିଟି ପାଇଁ। ସୁ ମଧ୍ୟ ଆପଣ ଆଗକୁ ଦେଖିପାରିବେ। ତ ଭାଇଙ୍କି କୌଣସି ମିଡ଼ିଆ ଏତେ ବି କଭର୍ କରୁନାହାନ୍ତି, ମାନେ ମିଡ଼ିଆ ବି କଭର୍ ଅପ୍ ଦେଉନାହାନ୍ତି, କାରଣ ମିଡ଼ିଆଙ୍କର TRP ବଢ଼ିବନି। ଯେମିତି ଆମେ ବି ଅଲରେଡ଼ି ବ୍ଲଡ଼ ଡୋନେସନ୍ କ୍ୟାମ୍ପ କରୁଛୁ, ତାପରେ ବି କିଛି ମିଡ଼ିଆ ନାହିଁ। ତାପରେ ରୋଡ଼ ଖରାପ ହେଇଗଲା, କରପ୍ସନ୍ ହେଇଗଲା, ଏଥିରେ ମଧ୍ୟ ମିଡ଼ିଆ କି କିଛି ପଲିଟିସିଆନ୍ କିଛି ବି ତାଙ୍କର କିଛି ଲେନ୍ ଦେନ୍ ନାହିଁ। ଫିର୍ ବି ସ୍ୱାଧୀନତା ହେଇଗଲାଣି, କିନ୍ତୁ ନଗଡ଼ା ଭଳିଆ ଜାଗାରେ ଏବେ ବି ଖାଦ୍ୟ, ବସ୍ତ୍ର, ବାସଗୃହ ପାଇଁ ଲୋକ ମାନେ ଫାଇଟିଂ କରୁଛନ୍ତି। ତ ଏଇଟା ଗୋଟେ ସବୁଠୁ ଦୁଃଖକର ଘଟଣା। ତ ଭାଇ ବହୁତ ଜାଗାରେ ଆୱାର୍ଡ଼ ପାଇଲାଣି, ଯେମିତି ଆମ ଗଭର୍ଣ୍ଣର SC ଅମିର, ଗଣେଶ ଲାଲ, ହରିଲାଲ ବାବୁ, ରଘୁ, ମାନେ ସମସ୍ତେ, ନବୀନ ପଟ୍ଟନାୟକ, ମୋହନ ମାଝୀ, ସମସ୍ତେ କେବଳ ଗୋଟେ ମାନପତ୍ର ଦେଇ ଦେଉଛନ୍ତି। କିନ୍ତୁ ଭାଇ ଯେଉଁ ଗାଡ଼ି ଦେଖୁଛନ୍ତି, ଏ ଭାଇ ନିଜ ପକେଟରୁ ପଇସା ଖର୍ଚ୍ଚ କରିକି ତେଲ ପକାଇକି ବହୁତ ସାରା ଜାଗାକୁ ଯାଉଛନ୍ତି। ସର୍ବପ୍ରଥମେ ଥ୍ୟାଙ୍କସ୍ ଦେବି ସବୁ ଭାଇ ଭଉଣୀ, ମୋର ଫ୍ରେଣ୍ଡସ୍ ମାନେ, ଯେଉଁମାନେ କି ପୁରୁଣା କପଡ଼ା, ଡ୍ରେସ୍, ଟଏସ୍ ଦେଉଛନ୍ତି। ମୁଁ ଆଣିକି ଗଗନ ଭାଇଙ୍କୁ ଦିଏ। ଗଗନ ଭାଇ ସେଟାକୁ ଭଲସେ ଦେଖନ୍ତୁ, ସୁଠୁ ଆରମ୍ଭ କରିକି ଯେତେ ବି ଆପଣଙ୍କର ଡ୍ରେସ୍ ସେ ଭଲସେ ସଫା କରନ୍ତି। ଆଇରନ୍ ଦେଇ ସାରିଲା ପରେ, ରେଡ଼ି କରିସାରିଲା ପରେ ଦେନ୍ ଯାଇକି ଚାରିଟି କରନ୍ତି। ଯାହା ହଉ ଗଗନ ଭାଇକୁ ଭଗବାନ ସେମିତି ଖୁସିରେ ରଖନ୍ତୁ। ଆଉ ବହୁତ ସାରା ଗଗନ ଭାଇ ଯେମିତି ଭଗବାନ ଛାଡ଼ନ୍ତୁ, ଯେମିତି ଗୋଟେ ଉଦ୍ଧାର ହେଇଯିବ। ଆଉ ବହୁତ ଖୁସି ଲାଗୁଛି, ଏଇ ବୟସରେ ଯଦି ଏମିତି ଲୋକ କରୁଛନ୍ତି, ତାହେଲେ ଆଗକୁ ଯାଇ ସେ କ'ଣ କରିବେ। ଯାହା ହଉ। ତ ସମସ୍ତଙ୍କୁ ଗୋଟେ ଛୋଟ ରିକ୍ୱେଷ୍ଟ ରହିଲା, ମୋ ଯେଉଁମାନେ କଣ୍ଟ୍ରାକ୍ଟର ଅଛନ୍ତି, ଯଦି ଆପଣଙ୍କ ପାଖେ ଏମିତି କିଛି ପୁରୁଣା ପୋଷାକ, କପଡ଼ା, ଡ୍ରେସ୍ ଅଛି, ତ ପ୍ଲିଜ୍ ମୋ ଥିଲେ ସେୟାର କରନ୍ତୁ। ଆପଣଙ୍କର ଯେଉଁ ପୁରୁଣା ଡ୍ରେସ୍ ୟା କପଡ଼ା ଆଉ କାହା ମୁହଁରେ ହସ ଫୁଟାଇ ଦେଇପାରେ, ଯେମିତି ଏ ମଉସା କେତେ ଖୁସିରେ ଅଛନ୍ତି। ଥ୍ୟାଙ୍କ ୟୁ, ରହୁଛି। ଜୟ ଜଗନ୍ନାଥ। ସମସ୍ତେ ଭଲରେ ଥାଆନ୍ତୁ।